ଯୀଶୁଙ୍କ ନାମରେ ମାଗୁଅଛି ଆମେନ୍। ଆମେନ୍। ପ୍ରଭୁଙ୍କ ନାମ ଧନ୍ୟବାଦ ହଉ। ବର୍ତ୍ତମାନ ଆମଙ୍କର ସମ୍ମାନୀୟ ପାଳକ ମହାଶୟ ଅଛନ୍ତି, ସେ ସମସ୍ତ କାର୍ଯ୍ୟ ଆରମ୍ଭରୁ ସମାପ୍ତି ପର୍ଯ୍ୟନ୍ତ ସେ ଓଳି ନେବେ। ଧନ୍ୟବାଦ। ପ୍ରଭୁ ଅନୁଗ୍ରହ କରି ସ୍ଥାନୀୟ ମଣ୍ଡଳୀର ଯୁବକ ଜିଖରିୟ ପାଲ ସହିତ ସୁସିଙ୍ଗିନୀ ମାଳିର ପବିତ୍ର ବିବାହ କାର୍ଯ୍ୟ ଗତକାଲି ସମ୍ପନ୍ନ କରିବା ପାଇଁ ଦେଇଛନ୍ତି। ଆଜି ମାଣ୍ଡଳିକ ଭାବେ ବରକନ୍ୟାଙ୍କୁ ରିସେପସନ କରିବା ଉଦ୍ଦେଶ୍ୟରେ ଆମେ ଏକତ୍ରିତ ଅଛୁ। ଏହି ସମୟରେ ଆଜିର ଏହି ରିସେପସନ କାର୍ଯ୍ୟରେ ଉପସ୍ଥିତ ସ୍ଥାନୀୟ ମଣ୍ଡଳୀର ଚାଳକ, ସମ୍ପାଦକ, ସହ ସମ୍ପାଦକ, କୋଷାଧ୍ୟକ୍ଷ ଏବଂ ସମସ୍ତ ପ୍ରାଚୀନଗଣ ଏବଂ ସମସ୍ତ କର୍ମକର୍ତ୍ତାଗଣ ତଥା ନୂଆଗଡ଼ ମଣ୍ଡଳୀର ଦିଗନଗଣ ଏବଂ ସମସ୍ତ ମୁଖ୍ୟ କର୍ମକର୍ତ୍ତାଗଣ, ପ୍ରାଚୀନଗଣ ତଥା ଉପସ୍ଥିତ ପ୍ରତ୍ୟେକ ଭାଇ ଭଉଣୀଙ୍କୁ ପ୍ରଭୁ ଯୀଶୁଙ୍କ ବହୁମୂଲ୍ୟ ନାମରେ ମୋର ପ୍ରେମ ନମସ୍କାର। ଆସନ୍ତୁ ଆମେ ଆଜିର ଏହି ରିସେପସନ କାର୍ଯ୍ୟ ଆରମ୍ଭ କରି ପ୍ରାର୍ଥନା କରିବା। ସମସ୍ତେ ପ୍ରାର୍ଥନାରେ ମନୋଯୋଗୀ ହୁଅନ୍ତୁ। ପବିତ୍ର ସଂକଳ୍ପ ଯୋଜନା ଅନୁସାରେ ସ୍ଥାନୀୟ କେରଡାଙ୍ଗ ଶାଖା ମଣ୍ଡଳୀର ଯୁବକ ଜିଖରିୟ ନିମନ୍ତେ ତୁମେ ରାମଗିରି ମଣ୍ଡଳୀର ଏକ ଯୁବତୀ ସୁସଙ୍ଗିନୀକୁ ପୂର୍ବରୁ ପ୍ରଭୁ ନିରୂପିତ କରିଥିଲ। ତୁମରି ପବିତ୍ର ଯୋଜନା ସଂକଳ୍ପ ଅନୁସାରେ ଗତକାଲି ପବିତ୍ର ବିବାହ ବନ୍ଧନରେ ଆବଦ୍ଧ ହେବା ପାଇଁ ଦେଲ ଏବଂ ବରକନ୍ୟାଙ୍କୁ କୁଶଳରେ ଆଣି ପହଞ୍ଚାଇଲ ଏବଂ ଶୋଭାଯାତ୍ରା ମଧ୍ୟ କୁଶଳରେ କରିବା ପାଇଁ ଦେଲ। ସେଥିପାଇଁ ଧନ୍ୟବାଦ କରୁଛୁ। ଏହି ସମୟରେ ପ୍ରାର୍ଥନା କରୁଛୁ ଏ ନବଦମ୍ପତିକୁ ବିଶେଷ ଭାବେ ଆଶୀର୍ବାଦ କର। ଏମାନଙ୍କର ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ପ୍ରଦାନ କର। ପ୍ରେମ ଏକତା ମିଳନରେ ବାସ କରୁ କରୁ ତୁମର ଗୌରବ ପ୍ରଶଂସା କରିବେ ଦୟାକର। ଆଜିର ଏହି ସଂକ୍ଷିପ୍ତ ଉପାସନା ଦ୍ୱାରା ତୁମେ ଗୌରବାନ୍ୱିତ ମହିମାନ୍ୱିତ ଯୀଶୁଙ୍କ ନାମରେ ମାଗିଛୁ ଆମେନ୍। ନୂଆଗଡ଼ ମଣ୍ଡଳୀର ଦିଗଞ୍ଜା ନାୟକ ଓ ଦିଗଞ୍ଜାନୀ ସେମାନେ ବେଦୀକୁ ଆସିବେ। ଏହି ସମୟରେ ଆମେ ଗୋଟିଏ ଗୀତ ଗାଇବା। ପ୍ରାର୍ଥନା ମିଟିଂ ଉଦ୍ଦୀପନା ସଙ୍ଗୀତର 262 ପୃଷ୍ଠା, ଉପାସନା ସଙ୍ଗୀତର 198 ପୃଷ୍ଠା। ଚାଳକ ସମ୍ପାଦକ ଆସିବେ ଏବଂ ଆମଙ୍କର ଜୀବନ ବନ୍ଧୁମାନେ ଆସିବେ। ରୂପା ନିର୍ଝର ଠାରୁ ବର କନ୍ୟାକୁ କରୁଣା ସଦା ବରୁ କୃପା ନିର୍ଝର ଠାରୁ ବର କନ୍ୟାକୁ କରୁଣା ସଦା ବରୁ ଯେଉଁ ପ୍ରଭୁ ସ୍ଥାପିଛନ୍ତି ଏହି ନିୟମ ତାଙ୍କ ଆଶୀର୍ବାଦ ବୃଷ୍ଟି ହେଉ ପରୁ କୃପା ନିର୍ଝର ଠାରୁ ବର କନ୍ୟାକୁ କରୁଣା ସଦା ବରୁ କାନା ବିବାହରେ ଯେଥିଲେ ନିମନ୍ତ୍ରିତ ତାହାଙ୍କ ପ୍ରସନ୍ନ ମନୁଷ୍ୟ ଏକାକୀ ଥିବା ଭଲ ନୁହେଁ। ଆମେ ତାହା ନିମନ୍ତେ ତାହାର ଅନୁରୂପ ସହକାରିଣୀ ନିର୍ମାଣ କରିବା। ଆସନ୍ତୁ ପାଠ କରିବା। ତୁମ୍ଭେମାନେ ଗୃହ ନିର୍ମାଣ କରି ତହିଁରେ ବାସ କର, ଉଦ୍ୟାନ ପ୍ରସ୍ତୁତ କରି ତହିଁର ଫଳ ଭୋଗ କର। ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି ଓ ତାହାଙ୍କ ପଥରେ ଚାଲନ୍ତି ସେମାନଙ୍କର ପ୍ରତ୍ୟେକ ଲୋକ ଧନ୍ୟ। କାରଣ ତୁମ୍ଭେ ଆପଣା ହସ୍ତକୃତ ପରିଶ୍ରମର ଫଳ ଭୋଜନ କରିବ। ତୁମ୍ଭେ ସୁଖୀ ହେବ ଓ ତୁମର ମଙ୍ଗଳ ହେବ। ତୁମର ଭାର୍ଯ୍ୟା ତୁମ ଗୃହର ଅନ୍ତପୁରରେ ଫଳବତୀ ଦ୍ରାକ୍ଷାଲତା ତୁଲ୍ୟ ହେବ। ତୁମର ସନ୍ତାନମାନେ ତୁମ୍ଭ ମେଦର ଚାରିଆଡ଼େ
ଚିତ୍ତବୃକ୍ଷର ଚାରା ପରି ହେବେ। ଦେଖ ସଦାପ୍ରଭୁଙ୍କୁ ଭୟ କରିବା ଲୋକ ଏହି ପ୍ରକାର ଆଶୀର୍ବାଦ ପ୍ରାପ୍ତ ହେବ। ସଦାପ୍ରଭୁ ସିଓନରୁ ତୁମକୁ ଆଶୀର୍ବାଦ କରିବେ, ଆଉ ତୁମେ ଯାବଜୀବନ ଜେରୁସାଲାମର ମଙ୍ଗଳ ଦେଖିବ। ହଁ, ତୁମ୍ଭେ ଆପଣା ସନ୍ତାନଗଣର ସନ୍ତାନ ଦେଖିବ, ଇସ୍ରାଏଲ ଉପରେ ଶାନ୍ତି ବର୍ଷୁ। ପ୍ରଭୁ ଏବଂ ସେ ପ୍ରାର୍ଥନାର ଉତ୍ତର ଆମମାନଙ୍କୁ ତୁମେ ଦେଖେଇବାକୁ ଦେଲ ବୋଲି ତୁମ ନାମ ମଣିଷ ଏକାକୀ ଥିବା ଭଲ ନୁହେଁ। ପରମେଶ୍ୱର ଯେ କି ଏ ସମସ୍ତ ପୃଥିବୀର ସୃଷ୍ଟିକର୍ତ୍ତା, ସେ ଏଇ କଥା କହୁଛନ୍ତି ଯେ କି ସମସ୍ତ ସୃଷ୍ଟି କଲେ ଏବଂ ପ୍ରଥମ ଦିନରେ ଉତ୍ତମ ଦେଖିଲେ, ଦ୍ୱିତୀୟ ଦିନରେ ଉତ୍ତମ ଦେଖିଲେ, ତୃତୀୟ ଦିନରେ ଉତ୍ତମ ଦେଖିଲେ, ଚତୁର୍ଥ ଦିନରେ ଉତ୍ତମ ଦେଖିଲେ, ପଞ୍ଚମ ଦିନରେ ଉତ୍ତମ ଦେଖିଲେ ଏବଂ ଷଷ୍ଠ ଦିନରେ ସେ ମନୁଷ୍ୟକୁ ସୃଷ୍ଟି କରିବା ପରେ ଅତି ଉତ୍ତମ ଦେଖିଲେ ବୋଲି ଆମେ ଏ ସ୍ଥାନରେ ଦେଖିବାକୁ ପାଉଛୁ। ଈଶ୍ୱର ସମସ୍ତ ଜୀବଜନ୍ତୁ ସୃଷ୍ଟି କଲେ, ସମସ୍ତ ପକ୍ଷୀ ପଶୁ ସୃଷ୍ଟି କଲେ, ସମସ୍ତ ପ୍ରାଣୀ ସୃଷ୍ଟି କଲେ ଏବଂ ଆଦମ ନିକଟକୁ ଆଣିଲେ, ଆଉ ଆଦମକୁ ଅଧିକାର ଦେଲେ, କ୍ଷମତା ଦେଲେ, କର୍ତ୍ତୃତ୍ୱ ଦେଲେ। ଯେଉଁ ପ୍ରାଣୀକୁ ଯେଉଁ ନାମ ଦେବ ତାହା ହେଲା। ଆଦମ ଈଶ୍ୱରଙ୍କ ପ୍ରତିମୂର୍ତ୍ତିରେ, ଈଶ୍ୱରଙ୍କ ସାଦୃଶ୍ୟରେ ନିର୍ମିତ ମନୁଷ୍ୟ ଥିଲା ଏବଂ ସେ ଈଶ୍ୱରଙ୍କ ସାଦୃଶ୍ୟରେ ପବିତ୍ର ମଧ୍ୟ ଥିଲା। ତେଣୁ ଆଦମଙ୍କର ସେଇ ଦକ୍ଷତା, କ୍ଷମତା, ଗୁଣ ପ୍ରକାଶ ହେଲା। ଆଉ ସେ ଯାହାକୁ ଯାହା ଇଚ୍ଛା କଲା, ସବୁ ପଶୁ ପକ୍ଷୀ ମାନଙ୍କର ନାମ ଦେଲା। ସବୁ ଯାକ ଯୋଡ଼ା ଯୋଡ଼ା ସ୍ତ୍ରୀ ପୁରୁଷ ପଶୁ ପକ୍ଷୀ ସବୁ ଯୋଡ଼ା ଯୋଡ଼ା ଥିଲେ, ମାତ୍ର ମନୁଷ୍ୟର ଅନୁରୂପ ସହକାରିଣୀ ଦେଖାଗଲା ନାହିଁ। ସେତେବେଳେ ସଦାପ୍ରଭୁ ଏ କଥା କହୁଛନ୍ତି, ମନୁଷ୍ୟ ଏକାକୀ ଥିବା ଭଲ ନାହିଁ। ପରମେଶ୍ୱର ନିଜେ ସୃଷ୍ଟିକର୍ତ୍ତା ଈଶ୍ୱର ସେ ନିଜେ ଅନୁଭବ କଲେ ଯେ ମନୁଷ୍ୟ ଏକାକୀ ଥିବା ଭଲ ନୁହେଁ। ମନୁଷ୍ୟ ପାଇଁ ମଧ୍ୟ, ଆଦମ ପାଇଁ ମଧ୍ୟ ଏକାକୀ ଥିବା ଭଲ ନଥିଲା। କାରଣ ଏତେ ବଡ଼ ବିଶାଳ ପୃଥିବୀରେ ଏକାକୀ ମନୁଷ୍ୟ ଚଳିବା କଷ୍ଟକର ବିଷୟ। ଗୋଟିଏ ଗ୍ରାମରେ ଏକାକୀ ଜଣେ ଚଳିପାରିବ ନାହିଁ। କାହା ସହିତ ସହଭାଗିତା କରିବ, କାହା ସହିତ କଥାଭାଷା କରିବ, କାହା ସହିତ ବନ୍ଧୁତା କରିବ, କାହା ସହିତ ମନର କଥା ମନକୁ ବୁଝେଇ କହିବ। କୌଣସି ପଶୁ ସହିତ, କୌଣସି ବାଘ, ଭାଲୁ, ସିଂହ ସହିତ ମନୁଷ୍ୟ ବନ୍ଧୁତା ସ୍ଥାପନ କରିପାରିବ ନାହିଁ, ସହଭାଗିତା ରଖିପାରିବ ନାହିଁ, ଦୁଃଖ ସୁଖ ହୋଇପାରିବ ନାହିଁ। ତା ପାଇଁ ଏକାକୀ ଥିବା ଭଲ ବିଷୟ ନୁହେଁ। ଏକାକୀ ଥିବା ଗୋଟେ ଅସହାୟ ଅବସ୍ଥା, ନିଃସଙ୍ଗ ଅବସ୍ଥା, ନିରୁତ୍ସାହିତ ଅବସ୍ଥା, ଆଉ ଭଲ ଅବସ୍ଥା ନୁହେଁ। ତେଣୁ ପରମେଶ୍ୱର ଉପଲବ୍ଧି କଲେ ଏକାକୀ ଥିବା ଭଲ ନାହିଁ। ଆଉ ଆମେ ଜାଣୁ ଉପଦେଶକ ତାର 4 ପର୍ବ 9ରୁ 12 ପଦରେ ଆମେ ଦେଖୁଛୁ, ଏକାକୀ ଥିଲେ ଜଣେ ପଡ଼ିଗଲେ ତାକୁ ଉଠେଇବା ପାଇଁ କେହି ସାହାଯ୍ୟ କରିବା ପାଇଁ କେହି ନଥିବ। ମାତ୍ର 2 ଜଣ ଥିଲେ, ଜଣେ ପଡ଼ିଗଲେ ଆଉ ଜଣେ ତାକୁ ସାହାଯ୍ୟ କରିବ। ଏକାକୀ ଥିଲେ ଶତ୍ରୁ ଆକ୍ରମଣ କଲେ ପ୍ରତିରୋଧ କରିପାରିବ ନାହିଁ, ମାତ୍ର 2 ଜଣ ଥିଲେ ଶତ୍ରୁ ଆକ୍ରମଣ କଲେ ପ୍ରତିରୋଧ କରିପାରିବେ। ଏକାକୀ ଭଲ ନୁହେଁ। ଆଉ 2 ଜଣ ଥିଲେ ବଳ, ଶକ୍ତି, ସାହସ, ସହଭାଗିତା, ବନ୍ଧୁତ୍ୱ ରହିଛି। ତେଣୁ ପରମେଶ୍ୱର କହିଲେ ଏକାକୀ ଥିବା ଭଲ ନାହିଁ, ତାର ଅନୁରୂପ ସହକାରିଣୀ ନିର୍ମାଣ କରିବା। ଆମେ ଜାଣୁ ଆଦମକୁ ଘୋର ନିଦ୍ରା କଲେ, ତାର ପଞ୍ଜରା ନେଲେ, ତହିଁରୁ ସ୍ତ୍ରୀ ନିର୍ମାଣ କଲେ। ଆଉ ଯେତେବେଳେ ଆଦମ ନିଦ୍ରାରୁ ଉଠୁଛନ୍ତି ଆଉ ଦେଖିଲେ ଏକ ସ୍ତ୍ରୀ ପରମେଶ୍ୱର ତାଙ୍କ ପାଇଁ ଆଣି ଦେଇଛନ୍ତି, ସେତେବେଳେ ଆଦମ କହୁଛନ୍ତି ଏଥର ହେଲା, ଯାହା ଅଭାବ ଥିଲା ତାହା ପୂର୍ଣ୍ଣ ହେଲା, ଯାହା ଆବଶ୍ୟକ ଥିଲା ତାକୁ ପ୍ରଭୁ ଯୋଗେଇଲେ, ଯାହା ଆଦମଙ୍କର ଅସନ୍ତୁଷ୍ଟ ଥିଲା ତାହା ସନ୍ତୁଷ୍ଟ ହେଲା। ତେଣୁ ସେ କହିଲେ ଏଥର ହେଲା, ଏ ମୋର ଅସ୍ଥିର ଅସ୍ଥି, ମାଂସର ମାଂସ, ଆଉ ଏ ନରଠାରୁ ନିତା ନାରୀ ବୋଲି କହିଲେ। ଆଦମ ଘୋର ନିଦ୍ରା ହେଇଥିଲେ, ତଥାପି ସେ ଜାଣିପାରିଲେ ଏ ମୋର ଅସ୍ଥିର ଅସ୍ଥି, ମାଂସର ମାଂସ ବୋଲି। କେମିତି ନା ସେ ଈଶ୍ୱରଙ୍କ ପ୍ରତିମୂର୍ତ୍ତି, ଈଶ୍ୱରଙ୍କ ସାଦୃଶ୍ୟରେ ନିର୍ମିତ ଥିଲେ। ସେଥିପାଇଁ ଈଶ୍ୱରଙ୍କର ସର୍ବଜ୍ଞ ସର୍ବଦର୍ଶୀ ଗୁଣ ଆଂଶିକ ଭାବେ ମନୁଷ୍ୟଠାରେ ଥିଲା।
ସେଥିପାଇଁ ସେ ଜାଣିପାରିଥିଲା। ଆଉ ସେଦିନ ଆଦମ ହବାକୁ ସଦାପ୍ରଭୁ ପରମେଶ୍ୱର এই পবিত্র বিবাহ বিধি স্থাপন করতে এই পবিত্র বিবাহর প্রতিষ্ঠাতা হচ্ছেন স্বয়ং পরমেশ্বর। আমি দেখুছু স্ত্রী আর পুরুষ সে দুয়ে একাঙ্গ হবে। গণিত পাঠরে 1+1 হলে 2, কিন্তু বাইবেলরে দাম্পত্য জীবନରେ স্ত্রী ও পুরুষକୁ ଏକ ସହିତ ଏକ ମିଶାଇଲେ ଏକ ବୋଲି କୁହାଯାଉଛି। ଏକାଙ୍ଗ ହେବେ, ଆଉ ସେମାନେ ଦୁଇ ନୁହନ୍ତି, ଏକାଙ୍ଗ ହେବେ। ସେଥିପାଇଁ ପିତାମାତାଙ୍କୁ ପରିତ୍ୟାଗ କରି ଆଉ ସ୍ତ୍ରୀ ଠାରେ ଆସକ୍ତ ହେବେ ଏବଂ କନ୍ୟା ମଧ୍ୟ ସେ ନିତ ପିତୃଗୃହକୁ ପାଶରିବ, ଯଦ୍ୱାରା ସେ ରାଜାଙ୍କର ସନ୍ତୋଷ ପାତ୍ର ହେବ ବା ବରଙ୍କର ସନ୍ତୋଷ ପାତ୍ର ହେବ। ଏହି ବିବାହ ଈଶ୍ୱରଙ୍କର ପବିତ୍ର ବିଧାନ, ପବିତ୍ର ଯୋଜନା। ଆଉ এই ବିବାହ ସୃଷ୍ଟିର ଆରମ୍ଭରୁ ପରମେଶ୍ୱର ପ୍ରତିଷ୍ଠା କରିଛନ୍ତି। ତେଣୁ ଗୋଟେ ସ୍ତ୍ରୀ ବିନା ଗୋଟେ ପୁରୁଷ ଅପୂର୍ଣ୍ଣ, ଗୋଟେ ସ୍ତ୍ରୀ ବିନା ଗୋଟେ ପରିବାର ଅପୂର୍ଣ୍ଣ, ଗୋଟେ ସ୍ତ୍ରୀ ବିନା এই ସମସ୍ତ ସୃଷ୍ଟି ଅପୂର୍ଣ୍ଣ ଅଟେ। ସେଦିନ ପରମେଶ୍ୱର ଉପଲବ୍ଧି କଲେ। ଆଉ ଗୋଟେ ସ୍ତ୍ରୀର ସମସ୍ତ ସୃଷ୍ଟି ହେଇଥିଲା, କିନ୍ତୁ ଜଣେ ସ୍ତ୍ରୀ ନଥିଲା ଯାହାକି ଅପୂର୍ଣ୍ଣ ରହିଯାଇଥିଲା, ଆଉ ତାକୁ ସେଦିନ ପୂର୍ଣ୍ଣ କଲେ। ଗୋଟେ ଯୁବକ ପାଇଁ ଗୋଟେ ଯୁବତୀ ଯାହାକି ପରିପୂର୍ଣ୍ଣ, 2 ସଂଖ୍ୟା ଗୋଟେ ପରିବାର ଗଠନ ପାଇଁ ପୂର୍ଣ୍ଣ ସଂଖ୍ୟା, 2 ସଂଖ୍ୟା ଆଉ ଗୋଟିଏ ସଫଳତାର ସଂଖ୍ୟା। ଆଉ ଏକକୁ ଏକାଙ୍ଗ କଲେ, ଆଉ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ, ସଂଯୁକ୍ତ କଲେ, ଆଉ ସେମାନେ ଏକାଙ୍ଗ ହେବେ। ପରିବାର ଗୋଟେ ଯୁବକ ଯୁବତୀକୁ ନେଇ ଗଠନ ହୋଇଥାଏ। ଆଜିଠାରୁ ଜିଖରିଓପାଲ ଏବଂ ସୁସେଙ୍ଗିନୀ ଆଉ ସେମାନେ ଗୋଟେ ନୂଆ ପରିବାର ଗଠନ କରିବେ। ଆଉ এই ନୂଆ ପରିବାର କି ପ୍ରକାର ଜୀବନ କାଟିଲେ ସେମାନେ ସୁଖୀ ହେବେ, ମଙ୍ଗଳ ପାଇବେ, ଧନ୍ୟ ହେବେ, ତାହା ମାନେ 128 ଗୀତ ଆରମ୍ଭରୁ 6 ପଦ ପର୍ଯ୍ୟନ୍ତ ପାଠ କରି ଶୁଣିଲୁ। କି ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରି ତାଙ୍କ ପଥରେ ଚାଲନ୍ତି ସେମାନେ ପ୍ରତ୍ୟେକ ଲୋକ ଧନ୍ୟ। ପ୍ରଭୁ ଭୟକାରୀ ପରିବାର ଗୋଟେ ଧନ୍ୟ ପରିବାର, ପ୍ରତ୍ୟେକ ଲୋକ ଧନ୍ୟ। ଆଜିଠାରୁ ଜିଖରିଓ ଏବଂ ସୁସେଙ୍ଗିନୀ ଯଦି ତାଙ୍କର ନୂଆ ପରିବାର ଗଠନ କରୁଛନ୍ତି, ନୂଆ ସଂସାର ଗଠନ କରୁଛନ୍ତି, ନୂଆ ଜୀବନ ଗଠନ କରୁଛନ୍ତି। ଆଉ ପୂର୍ବରୁ ଜିଖରିଓ ଜାଣିନଥିଲେ ଯେ ରାମଗିରି ମଣ୍ଡଳୀର ସେଇ ସୁସେଙ୍ଗିନୀ ଝିଅକୁ ବିବାହ କରିବେ ବୋଲି, କିମ୍ବା ସେଇ ଝିଅ ଜାଣିନଥିଲେ କେରେଡାଙ୍ଗ ମଣ୍ଡଳୀର ଏଇ ପୁଅକୁ ବିବାହ କରିବେ ବୋଲି। କିନ୍ତୁ ପରମେଶ୍ୱର ଜାଣିଥିଲେ ଯେ ଜିଖରିଓ ପାଇଁ ସୁସେଙ୍ଗିନୀକୁ ସେ ନିରୂପିତ କରିଥିଲେ, ନିର୍ମାଣ କରିଥିଲେ, ଯୋଜନା କରିଥିଲେ। ଆଜି ତାକୁ ସେ ସଫଳ କରିଛନ୍ତି। ଏହା ହେଉଛି ବିବାହ, ହେଉଛି ଈଶ୍ୱରଙ୍କର ଆଉ ପ୍ରତିଷ୍ଠା ସଂଯୁକ୍ତ, ଈଶ୍ୱର ଏହା ସ୍ଥାପନ କରିଥାନ୍ତି। ଆଉ ଏଇ ପରିବାର ଯଦି ଈଶ୍ୱରଙ୍କୁ ଭୟ କରି ଚାଲିବେ ତେବେ ତାଙ୍କ ପ୍ରତ୍ୟେକ ଲୋକ ଧନ୍ୟ ହେବେ। এই ସ୍ତ୍ରୀ ଧନ୍ୟ ହେବ, ପୁରୁଷ ଧନ୍ୟ ହେବ, ତାଙ୍କ ପରିବାର ପ୍ରତ୍ୟେକ ଧନ୍ୟ ହେବ। ପ୍ରଥମ ବିଷୟ ହେଲା ପ୍ରଭୁ ଭୟକାରୀ ଜୀବନ କାଟିବା ଆବଶ୍ୟକ। ପ୍ରଭୁ ଭୟକାରୀ ଜୀବନ କାଟିଲେ ଆଉ କ'ଣ ହେବ? ସେମାନଙ୍କର ହସ୍ତର କର୍ମର ଫଳ, ପରିଶ୍ରମର ଫଳ ସେମାନେ ଭୋଜନ କରିବେ। ଗୋଟେ ଆଶୀର୍ବାଦ। ଅନେକ ସମୟରେ ଆମେ ପରିଶ୍ରମ କରୁ, ଉପାର୍ଜନ କରୁ, ଧନ ଲାଭ କରୁ, କିନ୍ତୁ ସୁଖ ଶାନ୍ତିରେ ଭୋଜନ କରିପାରିନଥାଉ। ଦୁଃଖ, ଅଶାନ୍ତି, ସମସ୍ୟା ମଧ୍ୟରେ ରହୁ। କିନ୍ତୁ ପ୍ରଭୁ ଭୟକାରୀ ଜୀବନ କାଟିଲେ ଆମେ ଯାହା କିଛି କଲେ ବି ହସ୍ତର କର୍ମର ପରିଶ୍ରମର ଫଳ ଶାନ୍ତିରେ ଭୋଜନ କରିବେ। ପରିତୃପ୍ତ ପରିବାର, ଗୋଟେ ପ୍ରଭୁ ଭୟକାରୀ ପରିବାର ଧନ୍ୟ ପରିବାର, ଗୋଟେ ପ୍ରଭୁ ଭୟକାରୀ ପରିବାର ପରିତୃପ୍ତ ପରିବାର, ଏବଂ ତୃତୀୟତଃ ଗୋଟେ ପ୍ରଭୁ ଭୟକାରୀ ପରିବାର ସେମାନେ ସୁଖୀ ହେବେ ଓ ମଙ୍ଗଳ ହେବ। ସୁଖୀ ପରିବାର, ମଙ୍ଗଳ ପରିବାର। ଯଦି ଏମାନେ ଜୀବନରେ ସୁଖ ପାଇବା ପାଇଁ, ମଙ୍ଗଳ ପାଇବା ପାଇଁ, ପରିତୃପ୍ତ ଜୀବନ କାଟିବା ପାଇଁ ଏବଂ ପ୍ରତ୍ୟେକ ଲୋକ ଧନ୍ୟ ହେବା ପାଇଁ ଚାହାନ୍ତି, ପ୍ରଭୁଙ୍କୁ ଭୟ କରି ଆଜିଠାରୁ ସେମାନେ ତାଙ୍କର ଦାମ୍ପତ୍ୟ ଜୀବନ ଆରମ୍ଭ କରିବା ଆବଶ୍ୟକ। ତେବେ ସେହି ପରିବାର ସୁଖୀ ହେବ, ମଙ୍ଗଳ ହେବ। ସେ ପରିବାରରେ ଅପ୍ରେମ ରହିବ ନାହିଁ,
ଅମିଳନ ରହିବ ନାହିଁ, ଅଶାନ୍ତି ରହିବ ନାହିଁ। ସେମାନେ ଶାନ୍ତିରେ ପ୍ରଭୁଙ୍କୁ ଭୟ କରି ଜୀବନ କାଟିଲେ ପ୍ରଭୁ ସେଇ ପ୍ରକାର ସୁଖ ଶାନ୍ତି ପ୍ରଦାନ କରିବେ। ଚତୁର୍ଥତଃ ସେ ପରିବାରର ଭାର୍ଯ୍ୟା ତୁମ ଗୃହର ଅନ୍ତଃପୁରର ଦ୍ରାକ୍ଷାଲତା ସହିତ ତୁଳନା କରାଇଛି। ଯଦି ଆଜିଠାରୁ এই ଜିଖରୀୟ ଏବଂ ସୁସଙ୍ଗିନୀ ପ୍ରଭୁଙ୍କୁ ଭୟ କରି ଜୀବନ କାଟିବେ, ପାରିବାରିକ ଜୀବନରେ ପ୍ରଭୁଙ୍କୁ ଭୟ କରିବେ, ତାଙ୍କର ଭାର୍ଯ୍ୟାକୁ ଫଳବତୀ ଦ୍ରାକ୍ଷା ଲତା ତୁଲ୍ୟ ପ୍ରଭୁ କରିବେ। ଫଳବତୀ ଦ୍ରାକ୍ଷାଲତା ଯିଏକି ଉତ୍ତମ ଫଳ ପ୍ରଦାନ କରେ, ଯିଏକି ସୁମିଷ୍ଟ ଫଳ ପ୍ରଦାନ କରେ, ଯିଏକି ପରିତୃପ୍ତ କରେ ଏବଂ ଦ୍ରାକ୍ଷାଲତା ସୁବାସ ପ୍ରଦାନ କରେ। ପରମ ଗୀତ 2:13 ପଦରେ ଲେଖା ଅଛି, ସୁବାସ ପ୍ରଦାନ କରେ ଦ୍ରାକ୍ଷାଲତା ଫଳ। এই ପ୍ରକାର ତାଙ୍କର ଭାର୍ଯ୍ୟା ହେବ। ପ୍ରଭୁ ଭୟକାରୀ ପରିବାରର ଭାର୍ଯ୍ୟା ସେ ସୁମିଷ୍ଟ ଫଳ ପ୍ରଦାନ କରିବ, ତାର ମୁଖର ବାକ୍ୟ ସୁମିଷ୍ଟ ହେବ, ତାର କାର୍ଯ୍ୟ ସୁମିଷ୍ଟ ହେବ, ତା ଦ୍ୱାରା ଉତ୍ତମ ଫଳ ପ୍ରାପ୍ତ ହେବେ, ପ୍ରତ୍ୟେକ ପରିତୃପ୍ତ ହେବେ, ଆଉ ତାର ସୁବାସ ପରିବାରରେ, ମଣ୍ଡଳୀରେ, ଗ୍ରାମରେ, ସାହି ପଡ଼ିଶାରେ ପ୍ରକାଶିତ ହେବ। ଉତ୍ତମ ଗୁଣ ସୁବାସ ପରି ଚାରିଆଡ଼େ ମହକିବ। ଭାର୍ଯ୍ୟା ସେଇ ପ୍ରକାର ଦ୍ରାକ୍ଷାଲତା, ଫଳବତୀ ଦ୍ରାକ୍ଷାଲତା ସହିତ ତୁଳନା କରାଯାଇଛି। ଆଉ ଦ୍ରାକ୍ଷାଲତା ଇସ୍ରାଏଲ ଜାତିକୁ ବୁଝାଏ। ଗୀତ ସଂହିତା ଓ ସେ ଗୀତର 8 ପଦରେ ଆମେ ଦେଖୁଛୁ। ଏବଂ ଦ୍ରାକ୍ଷାଲତା ଯୀଶୁଙ୍କ ମଧ୍ୟ ତୁଳନା କରାଯାଇଛି। ଯୋହନ 15:1 ପଦରେ ଆମେ ଦେଖୁଛୁ। ଆଉ ଦ୍ରାକ୍ଷାଲତା ଯାହାକି ପରିତୃପ୍ତ କରେ, ସୁମିଷ୍ଟ ଫଳ ପ୍ରଦାନ କରେ, ସୁବାସ ପ୍ରଦାନ କରେ, ସେଇ ପ୍ରକାର ଗୋଟେ ପ୍ରଭୁ ଭୟକାରୀ ଭାର୍ଯ୍ୟା ଦ୍ରାକ୍ଷାଲତା ସହିତ ତୁଳନା କରାଯାଏ। ଏବଂ ପଞ୍ଚମରେ ସେମାନଙ୍କର ସନ୍ତାନମାନେ ଚିତ ବୃକ୍ଷର ଚାରା ସହିତ ତୁଳନା କରାଯାଇଛି। ଚିତ ବୃକ୍ଷ ବାଇବେଲରେ ଗୋଟେ ବହୁମୂଲ୍ୟ ବୃକ୍ଷ, ମୂଲ୍ୟବାନ ବୃକ୍ଷ। ଆମ ଦେଶରେ ଯେ ପ୍ରକାର ଚନ୍ଦନ ବୃକ୍ଷ ଗୋଟେ ମୂଲ୍ୟବାନ ବୃକ୍ଷ, ପବିତ୍ର ବୃକ୍ଷ, ସେଇ ପ୍ରକାର ଚିତ ବୃକ୍ଷ ଆଉ ଇସ୍ରାଏଲ ଦେଶରେ ଗୋଟେ ବହୁମୂଲ୍ୟ ବୃକ୍ଷ। ତାର ପତ୍ର ମୂଲ୍ୟବାନ, ଔଷଧ ହୁଏ, ତାର ଫଳ ମୂଲ୍ୟବାନ, ତା ତେଲ ହୁଏ, ଖାଦ୍ୟ ହୁଏ ଏବଂ ତାର କାଠ ମୂଲ୍ୟବାନ, ଯାହାକି ମନ୍ଦିରରେ ମଧ୍ୟ ବ୍ୟବହାର କରାଯାଉଥିଲା ଏବଂ ତାର ତୈଳ ଯାଜକମାନଙ୍କୁ, ରାଜାମାନଙ୍କୁ ଅଭିଷେକ କରାଯାଉଥିଲା। ଆଉ ଚିତ ବୃକ୍ଷ ଗୋଟେ ବହୁମୂଲ୍ୟ ବୃକ୍ଷ, ସେଇ ଚାରା ମଧ୍ୟ ବହୁମୂଲ୍ୟ। ଯେଉଁ ପରିବାରରେ ପ୍ରଭୁ ଭୟକାରୀ ପରିବାର, সেই ପରିବାରକୁ ପ୍ରଭୁ ସେହି ପ୍ରକାର ସନ୍ତାନମାନେ ଦେବେ, ଆଶୀର୍ବାଦ କରିବେ। ତାଙ୍କର ସନ୍ତାନମାନେ ମୂଲ୍ୟବାନ ହେବେ, ମୂଲ୍ୟବାନ ବୃକ୍ଷ ସଦୃଶ ହେବେ। ତାଙ୍କର ପତ୍ର, ଫଳ ଆଉ ତାଙ୍କ ପୁଷ୍ପ, ତାଙ୍କର କାଠ ଯେ ପ୍ରକାର ମୂଲ୍ୟବାନ, সেই ସନ୍ତାନମାନେ ମଧ୍ୟ ସେହି ପ୍ରକାର ମୂଲ୍ୟବାନ ହେବେ। ଧନ୍ୟ ସେ ପରିବାର, ଯେଉଁ ପରିବାର ପ୍ରଭୁଙ୍କୁ ଭୟ କରେ, সেই ପରିବାର এই ପ୍ରକାର ଆଶୀର୍ବାଦ ପ୍ରାପ୍ତ ପରିବାର। ଷଷ୍ଠ ବିଷୟ, ପ୍ରଭୁ ଭୟକାରୀ ପରିବାର ଗୋଟେ ଆଶୀର୍ବାଦ ପ୍ରାପ୍ତ ପରିବାର। ସିଓନରୁ ପ୍ରଭୁ ଆଶୀର୍ବାଦ କରିବେ, ଯାବଜୀବନ ସେମାନେ ଜେରୁସାଲେମର ମଙ୍ଗଳ ଦେବେ। ପରିବାର ଯଦି ପ୍ରଭୁଙ୍କୁ ଭୟ କରିବେ, ଯାବଜୀବନ ସେମାନେ ମଙ୍ଗଳ ଦେଖିବେ, ଆଶୀର୍ବାଦ ପାଇବେ। ଆଶୀର୍ବାଦର ଆକର ସଦାପ୍ରଭୁ ପରମେଶ୍ୱର ସେ ଆଶୀର୍ବାଦ କରିବେ। ଏବଂ ଶେଷ ବିଷୟ, ସପ୍ତମ ବିଷୟ, ଦୀର୍ଘାୟୁ ପରିବାର, ଦୀର୍ଘାୟୁ ପ୍ରାପ୍ତ ପରିବାର। ସେମାନେ ଦୀର୍ଘାୟୁ ହେବେ, ସନ୍ତାନମାନଙ୍କର ସନ୍ତାନ ଦେଖିବେ ଏବଂ ସେମାନଙ୍କ ପରିବାରରେ ଶାନ୍ତି ବର୍ଷିବ। ପ୍ରଭୁ ଭୟକାରୀ ପରିବାର ପ୍ରତି ପ୍ରଭୁ ଏହି ପ୍ରକାର ଆଶୀର୍ବାଦ କରନ୍ତି। ତେଣୁ ଆଜିର ଏହି ନବଦମ୍ପତି ନୂଆ ପରିବାର ଗଠନ କରିବା ପାଇଁ ଯାଉଛନ୍ତି। ଯଦି ପ୍ରଭୁଙ୍କୁ ଭୟ କରି ତାଙ୍କର ଦାମ୍ପତ୍ୟ ଜୀବନ ଆରମ୍ଭ କରିବେ, ପ୍ରଭୁ ସେହି ପ୍ରକାର ତାଙ୍କର ପ୍ରତ୍ୟେକ ଲୋକଙ୍କୁ ଧନ୍ୟ କରିବେ। ସେ ଭାର୍ଯ୍ୟା ଧନ୍ୟ ହେବେ, ସ୍ୱାମୀ ଧନ୍ୟ ହେବେ, ସନ୍ତାନମାନେ ଧନ୍ୟ ହେବେ, ବାପା ମା ଧନ୍ୟ ହେବେ। ସେମାନଙ୍କ ପରିଶ୍ରମର ଫଳ ସେମାନେ ଶାନ୍ତିରେ ଭୋଜନ କରି ପରିତୃପ୍ତ ହେବେ। ସେମାନେ ସୁଖୀ ହେବେ, ମଙ୍ଗଳ ହେବେ, ସୁଖୀ ପରିବାର ହେବ ଏବଂ ତାଙ୍କର ଭାର୍ଯ୍ୟା ଫଳବତୀ ଦ୍ରାକ୍ଷାତୁଲ୍ୟ ଉତ୍ତମ ଫଳ ପ୍ରଦାନ କରିବ, ସୁମିଷ୍ଟ ଫଳ ପ୍ରଦାନ କରିବ, ପରିତୃପ୍ତ କରିବ ଏବଂ ତାଙ୍କର ସନ୍ତାନମାନେ ମଧ୍ୟ ବହୁମୂଲ୍ୟ ଚିତ ବୃକ୍ଷର ଚାରା ପରି ହେବେ ଏବଂ ସେ ପରିବାର ଆଶୀର୍ବାଦ ପ୍ରାପ୍ତ ପରିବାର ହେବେ। ସିଓନରୁ ପ୍ରଭୁ ଆଶୀର୍ବାଦ କରିବେ, ସ୍ୱର୍ଗରୁ ଆଶୀର୍ବାଦ କରିବେ ଏବଂ ଯାବଜୀବନ ସେମାନେ ମଙ୍ଗଳ ଦେଖିବେ, ଆଶୀର୍ବାଦ ପ୍ରାପ୍ତ ହେବେ ଏବଂ ଶେଷରେ ସେମାନଙ୍କ ପରିବାର ଦୀର୍ଘାୟୁ ହେବେ, ସନ୍ତାନମାନଙ୍କର ସନ୍ତାନ ଦେବେ। ପ୍ରଭୁ ଏ ପ୍ରକାର ଆଶୀର୍ବାଦ ଦେବେ। ପ୍ରଭୁ ଏ ବାକ୍ୟ ଦ୍ୱାରା ନବଦମ୍ପତିକୁ ପରିବାରକୁ ଆଶୀର୍ବାଦ କରନ୍ତୁ।
जे प्रकार से माने प्रभु को भय करी जीवन यापन करू प्रभुंकर सेवा उपासना करेंगे प्रेम एकतार मिलमिशी जीवन काटिबे तेबे प्रभु से समस्त आशीर्वाद परिपूर्ण करेंगे। यही समय प्रार्थना करवा संडे स्कूल सम्मेलन पाठ टीका संपादक आसबे प्रार्थना करें। सैन्याधिपति सदा प्रभु तुम्हें महान तुम से योजना तुम से संकल्प प्रभु स्वतंत्रता थाए मनुष्यर संकल्प एवं योजना ठार तुम योजना प्रभु कृष्ण कुटीर थाए एवं स्थायी थाए प्रभु से पवित्र महत नाम धन्यवाद दिए तुम्हें प्रभु गतकाली नवदंपति प्रभु विवाह कार्य समस्त विवाह कार्य सह प्रशिक्षण एवं अन्य कार्य पवित्र महत नाम धन्यवाद दिए प्रभु तुम दासों द्वारा नवदंपति शिक्षा परामर्श दि जाए शिक्षा प्रभु प्रत्येक मंडली को एवं गृहर कर्ता जे कि प्रभु मत विशेष आशीर्वाद करें समस्त कार्य समय समस्त योजना सफल करी स्वचक्षुरे आनंदरे प्रवेश करने को दबार परमेश्वर जे तुमे आमे तुमको धन्यवाद दूच ए दिन निमंते दुई परिवार दुई मंडली दुई छुआ युवती प्रार्थना करुले आउ ताहा तुमे गतकाली सफल करियछ पुणी नवदंपति आज रिसेप्शन कार्य जेते तुम दास दासी माने हस्त विस्तार करी आशीर्वाद प्रदान करी प्रार्थना करुछु शांति मंगल युक्त हो पारिवारिक जीवन रे आशीर्वाद करो कोड़ को पुण्य करी बहुवंश प्रजावंत करो धन जन मान रे परितृप्त करी वर्धिष्णु करो मंडली रे ग्राम रे परिवार रे सुनाम अर्जन करने दियो एवं एक उत्तम गृहिणी भाव उत्तम स्त्री भाव उत्तम बहु भाव उत्तम मंडली सभ्या भाव कन्या को तुम्हें वर्धिष्णु करो से ही प्रकार बरभद्र प्रभु परिवार कर्तृत्व नेला बेले तुम्हें ज्ञान दियो बुद्धि दियो भविष्य उज्जवल कर दुई मन तुमरी मन हो आ सर्वोपरि तुम राज्य जे प्रकार गृहित हे से प्रकार जीवन यापन करने को दियो ये समस्त प्रार्थना पूजा प्रशंसा गौरव तुमको दौड़ पिता पुत्र पवित्र आत्मा नाम वर कन्या को दुई परिवार को दुई मंडली को आगामी भविष्य को तुम पाद तले समर्पण करी ए प्रार्थना यीशु नाम मांगिलु आमेन। एतेबेले पिता परमेश्वर अतुलनीय प्रेम पुत्र परमेश्वर अपार अनुग्रह दया नित्य नित्य साहाय्यकारी चिरंतन पवित्र आत्मा बोधर गम्य शांति शक्ति सुमधुर सहभागिता ये नव दंपति प्रति सदा सर्वदा संगे संगे समस्त को नमस्कार विज्ञापन बाबू साइड रे वर्तमान परिवार